ତ 26 ତାରିଖରୁ ତାର ଗୋଟେ ବାଲି ଇସ୍ୟୁ ନେଇକି ଝାମେଲା ଚାଲିଥିଲା। ସେ ବାବଦରେ ମୋର ସିଙ୍ଗଲା ଥାନା କେସ୍ ହେଇଛି। କେସ୍ ହେଲା ପରେ ସେ ବାବଦରେ ଇନଭେଷ୍ଟିଗେସନ୍ ଚାଲିଛି ଏବଂ ଯେଉଁମାନେ ଆସାମୀ ଅଛନ୍ତି ତାକୁ ବି ଆମେ ଆଇଡେଣ୍ଟିଫାଇ କରିଛୁ। ଆଇସି ବି ତାକୁ ଷ୍ଟେପ୍ସ ନେଉଛନ୍ତି କେମିତି ଆରେଷ୍ଟ ହେବ କିମ୍ବା ତାକୁ ଧରାଯିବ ସେ ବାବଦରେ ଦେଖୁଛନ୍ତି। ଗତକାଲି ହଠାତ୍ ରାତି ପ୍ରାୟ 2ଟା 2:30 ହେବ ଭିତରେ ଗାଁ ଲୋକ କିଛି ଖବର ମିଳିଲା ଯେ ସେ ଗୋଟେ କାର୍ ଅଟକେଇଛନ୍ତି ଏବଂ ସେ କାର୍ରେ କିଛି ଲୋକ ଅଛନ୍ତି ଯେଉଁମାନେ ସେ ପୂର୍ବତନ ଗଣ୍ଡଗୋଳ କରିବା ପାଇଁ ଆସିଛନ୍ତି। ଏ ବାବଦରେ କାର୍କୁ ସେ ଗାଁ ଲୋକ ଅଟକେଇଛନ୍ତି ଏବଂ ସେ ଲୋକ ବି ଡିଟେନ୍ ବି କରିଥିଲେ। ଲୋକମାନେ ସବୁ କ'ଣ କୋଉଥିପାଇଁ ଆସିଥିଲେ ତା ଡିଟେଲ ଇନକ୍ୱାରି ବି ଚାଲିଛି। ଆଉ ସେ ଯେଉଁ କାର୍ ତ ଏଠି ଅଟକ ହେଇଛି, ଭଙ୍ଗାରୁଜା ବି କାର୍ ହେଇଯାଇଛି। ଆମେ ତାକୁ ସ୍ପଟ୍ ଉପରେ ବି ଦେଖୁଛୁ। ଗୁଳି ଚାଳନା ନେଇକି ଯୋଉ କଥା ଉଠୁଛି ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି, ସେ ବାବଦରେ ଗ୍ରାମବାସୀ ଯାହା ଅଭିଯୋଗ କରିଛନ୍ତି ସେଟା ଆମେ ତ ତଦନ୍ତ ଚାଲିଛି ଆମର। ସେଟା ପ୍ରକୃତ ଗୁଳି ଚାଳନା ହେଇଛି କି ଆମେ ଜାଣିନୁ। ଆଉ ଦେଖିବା ପାଇଁ ପଡ଼ିବ। ସବୁ ଗୁଳି ଚାଳନା ଖାଲି କହିଦେଲେ ତ ହବନି, ତାକୁ ତଥ୍ୟ ଦରକାର ଏବଂ ତଦନ୍ତ ଦରକାର। ତଦନ୍ତ ସାପେକ୍ଷ ତଦନ୍ତ ହେଲେ ଜଣାପଡ଼ିବ କ'ଣ ଗୁଳି ଚାଳନା ହେଇଛି ଜଣାପଡ଼ିବ। ଗାଡ଼ି ତ ଭଙ୍ଗି ଯାଇଛନ୍ତି, ଆଉ ସର୍ଚ୍ଚ କରିବା କିଛି ଉପାୟ ନାହିଁ। ଦେଖୁଛୁ ଆମେ ଗାଡ଼ି ଭିତରେ କ'ଣ ଅଛି କ'ଣ ନାହିଁ ଡିଟେଲ। କାଲି ରାତିରେ ତ ଆଇସି ନିଜେ ଆସିଥିଲେ, ସର୍ଚ୍ଚ ବି କରିଛନ୍ତି। କିଛି ସେଥିରେ କିଛି ଗୁଳି ବାହାରି ନଥିଲା କି ବନ୍ଧୁକ ବାହାରି ନଥିଲା। ଏମିତି ଗଣ୍ଡଗୋଳ ହେଇଛି ଲୋକଙ୍କ ଭିତରେ ପୁଲିସ କାଲି ଉପସ୍ଥିତ ହେଇଛି କେତେବେଳେ ପୁଲିସ ଟେଣ୍ଟ ତ ଅବଶ୍ୟ ପଡ଼ିଛି। ଏ ବାବଦରେ ଆମେ ତ ସେ ପୁଲିସ ଉପସ୍ଥିତିରେ ନୁହେଁ, ଯଦି ବି ପୁଲିସ ଥିଲେ କିଛି ପରେ ସେତେ ହେଇଛି। ହଠାତ୍ ହେଇଯାଇଛି ଜିନିଷ ଘଟଣା କ୍ରମରେ। ପୁଲିସ ସେଠି ଗୋଟେ ଜାଗାରେ ଟେଣ୍ଟ କରିଛି, ରାତି ଅଧିକା ଜାଣି ପାରୁନାହାନ୍ତି। ତାପରେ ଗୋଟେ କଥା ଦୃଷ୍ଟି ଆକର୍ଷଣ କରିବି, ଏଠି କ୍ୟାମ୍ପ ରହିଛି, ବାରମ୍ବାର ଅଭିଯୋଗ ଆସୁଛି ଉଭୟ ପଟୁ। ଏଠି ଯଦି କିଏ ସତ କିଏ ମିଛ ଜାଣିବା ପାଇଁ ଯଦି ସିସିଟିଭି ଲଗାଯାଆନ୍ତା ଆପାତତଃ ଏଇ ପିରିୟଡ଼, ହଁ ସେଟା ଆମେ ଦେଖୁଛୁ। ସେଇଟା ସେଠି ଏବେ ଗାଁବାସୀଙ୍କ ସହିତ ଗୋଟେ ଶାନ୍ତି କମିଟି ଆଲୋଚନା ଶାନ୍ତି କମିଟି କରିବୁ ଏବଂ ଆଲୋଚନା ବି ମଧ୍ୟ କରିବୁ। ଆଲୋଚନା କଲା ପରେ ଜଣାପଡ଼ିବ କ'ଣ ଘଟଣା ଏବଂ ଯଦି ସିସିଟିଭି ଲଗାଯାଇ ପାରିବ ସେଟା ଭଲ କଥା। ଏବଂ ତାକୁ ଦେଖିବୁ। ସେଟା ତ ସରକାରଙ୍କ ତରଫରୁ ହେଇପାରିବନି, ତଥାପି ଆମେ ଦେଖୁଛୁ ଗୋଟେ ପ୍ରଶାସନ ଚେଷ୍ଟା କରିବୁ କିନ୍ତୁ ଶାନ୍ତି ବଜାୟ ରହିବ। ଯେଉଁ ଗଣ୍ଡଗୋଳ ହେଇଛି ସେ ଗଣ୍ଡଗୋଳ ବାବଦରେ ଆମେ ତଦନ୍ତ କରିକି ଯାହା ପୋଲିସ ତରଫରୁ ଯାହା ଆକ୍ସନ୍ ନିଆଯିବ ନେବା କଥା ନେବୁ।